ମାନଙ୍କୁ ପିଠ ଭଜା ତିଆରିର ଦେଖିବେ ଗୋଟିଏ ପ୍ରସ୍ତୁତି। ପୁଣି ସେଇଟା କରଡ଼ରେ ଦେଖନ୍ତୁ କରଡ଼ ମୁଁ କିଭଳି ବର୍ତ୍ତମାନ ଛୋଟ ଛୋଟ କରି କାଟି ନେଉଛି। ଏମିତି କାଟିଲା ପରେ ଧ୍ୟାନ ଦେବେ ଆକୁ ପାଣିରେ 4 ଘଣ୍ଟାରୁ 5 ଘଣ୍ଟା ବତୁରାଇବେ। ତାପରେ ଯାଇ ଯେକୌଣସି ରୋଷେଇ କଲେ ବି ପାଣିରେ ବତୁରି ରଖିବେ। ଦେଖନ୍ତୁ ମୁଁ ବତୁରିବା କରଡ଼କୁ ବର୍ତ୍ତମାନ ଅଳ୍ପ ଲୁଣ ପାଣି ଦେଇ ସିଝେଇ ଦେଉଛି। ସିଝିଲା ପରେ ହିଁ ଏହାର ପ୍ରସ୍ତୁତି ପ୍ରଣାଳୀ କରାଯିବ। ବର୍ତ୍ତମାନ ଏହା ମୋ ଚୁଲିରେ ବସାଇ ସିଝେଇଲାଣି। ବର୍ତ୍ତମାନ ଦେଖନ୍ତୁ ଏହାର ପ୍ରସ୍ତୁତି। ଜୟ ଜଗନ୍ନାଥ। ପ୍ରଥମେ ଦେଖନ୍ତୁ ମା ହାତ ରନ୍ଧା ରେସିପିକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଆଜି ଆପଣଙ୍କୁ କରଡ଼ରେ ପିଠ ଭଜା କିପରି ତିଆରି ହେବ ତାର ପ୍ରସ୍ତୁତି ପ୍ରଣାଳୀ ଆପଣଙ୍କୁ ଶିଖାଇ ଦେଉଛି। ବର୍ତ୍ତମାନ ମୁଁ ନେଇଛି କଟା ହେବା ଏବଂ ସିଝେଇକି ରଖିଥିବା କରଡ଼। ଚାଉଳକୁ ବତୁରେଇକି 4 ଘଣ୍ଟା ଖଣ୍ଡେ ବତୁରେଇ ତା ଦ୍ୱାରା ପିଠଉ ତିଆରି କରିଛି। ଦେଖନ୍ତୁ ପିଠଉ କିଛିଟା ଅଦା ରସୁଣର ପେଷ୍ଟ ନେଇଛି ମୁଁ ଏଥିରେ। ତାପରେ ନେଇଛି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ କିଛି ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ। ଆସନ୍ତୁ ଦେଖିବା ଏହାର ମିଶ୍ରଣ ପ୍ରଣାଳୀ। ଦେଖନ୍ତୁ ମୁଁ ଆରି ଭିତରେ ପ୍ରଥମେ ମୁଁ ପିଠଉ ନେଉଛି। ପିଠଉ ମିକ୍ସ କଲି। ତାପରେ ମୁଁ କିଛିଟା ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ ଅଳ୍ପ, ଆଉ ମୁଁ ଅଦା ରସୁଣର ବଟା ନେଉଛି ପେଷ୍ଟ ଟିକେ। ଅଦା ରସୁଣ ପେଷ୍ଟ ଟିକେ ନେଲି। ତାପରେ ସ୍ୱାଦ ଅନୁସାରେ ଲୁଣ। ବାସ୍। ବର୍ତ୍ତମାନ ମୁଁ ଏଥିରେ କିଛିଟା ଭୃଷଙ୍ଗ ପତ୍ର ଦେଉଛି। ପରେ ପୁରା ଚୁନ ଚୁନ ହେଇ କାଟିଥିବା ପିଆଜ ବି ରଖିଛି। ଟେଷ୍ଟ ଅନୁଯାୟୀ ପିଆଜ ବି ମୁଁ ଦେଉଛି। ଆପଣ ଯଦି ପିଆଜ ବ୍ୟବହାର ନ କରୁଥିବେ ପିଆଜ ବି ପକାନ୍ତୁ ନାହିଁ। ବର୍ତ୍ତମାନ ମୁଁ ଏଟାକୁ ଭଲ ଭାବେ ମ୍ୟାରିନେଟ୍ କରି ମିଶାଇ ଦେଉଛି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ମିଶ୍ରଣଟା ବି। ବର୍ତ୍ତମାନ ଆକୁ ମୁଁ 10ରୁ 15 ମିନିଟ୍ ଯାଏଁ ମ୍ୟାରିନେଟ୍ ହେବା ଦେବି। ମିଶା କରଡ଼ଟା ବର୍ତ୍ତମାନ ରହିଲା। ଦେଖନ୍ତୁ ମୁଁ ତାଳ କରି କେମିତି ଗୁଡ଼ାକ ରଖିଥାଏ ଗୋଟେ ଗୋଟେ କରି ଛାଣିବି। କମ୍ ତେଲରେ ବି ଏଇଟା ହେଇଯିବ। ଗୋଟେ ସାଇଡ଼୍ ହେଇଗଲା, ଅନ୍ୟ ସାଇଡ଼୍ ବି ଅଳ୍ପ ଦେଉଛି। ଦେଖନ୍ତୁ ଆପଣ ଏମିତି ତାୱାରେ ଭାଜି ଦେଉଛି। ବହୁତ ସୁନ୍ଦର ବି ଦେଖାଯାଉଛି। ବହୁତ ସୁନ୍ଦର ଅଛି। ଖାଇବା ପାଇଁ ବି ବହୁତ ଟେଷ୍ଟ ଲାଗିବ। କରଡ଼ରେ ମଧ୍ୟ ଏପରି ପିଠ ଭଜା ହେବ। ଆପଣ ଜାଣି ରଖନ୍ତୁ, ଘରେ ଖାଆନ୍ତୁ ଓ ଅନ୍ୟକୁ ଖୁଆନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଦେଖନ୍ତୁ ବହୁତ ସୁନ୍ଦର ଅଛି। ଜୟ ଜଗନ୍ନାଥ।